ସମସ୍ତଙ୍କୁ ମୋର ପ୍ରଣାମ। ମୋ ନାମ अंकिता। स्वागत କରୁଛି ଆପଣମାନଙ୍କୁ ମୋ ନୂଆ ଚ୍ୟାନେଲକୁ, ଯାହାର ନାମ ଏଜୁକେଟ୍। ଏହା ମୋର ପ୍ରଥମ କ୍ଲାସ୍ ଅଟେ, ତେଣୁକରି ଆପଣମାନଙ୍କୁ ଯଦି ମୋର ପାଠ ପଢ଼ାଇବା ଶୈଳୀ କିମ୍ବା ପାଠ ପଢ଼ା ଭଲ ଲାଗେ, ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିପାରିବେ। ଆଉ ବହୁତ ସାରା, ଯେହେତୁ ମୁଁ ନୂଆ ଫିଲ୍ଡରେ, ତେଣୁକରି ଆପଣମାନଙ୍କ ସହଯୋଗରେ ମୁଁ ଆଗକୁ ଉଠିବି। ତେଣୁକରି ମୋତେ ସାହାଯ୍ୟ କରିବେ, ଯେମିତି ମୁଁ ଭଲସେ ପାଠ ପଢ଼ାଇ ପାରେ। ଯଦି ବି କୌଣସି ପାଠ ପଢ଼ାଇଲା ବେଳେ କୌଣସି ପ୍ରନାଉନ୍ସିଏସନ୍ କିମ୍ବା କୌଣସି ତ୍ରୁଟି ମୋ ଦ୍ୱାରା ରହିଯାଏ, ଆପଣମାନେ କମେଣ୍ଟ ମାଧ୍ୟମରେ ତାହା ମୋତେ ଜଣାଇ ପାରିବେ। ଯଦି ଭଲ ଲାଗିଲେ ବି କହିବେ, ଖରାପ ଲାଗିଲେ ବି କମେଣ୍ଟ କରିବେ, ଯଦ୍ୱାରା ମୁଁ ଆଗକୁ ନିଜକୁ ଆହୁରି ବେଟର୍ କରିବା ପାଇଁ ଚେଷ୍ଟା କରିବି। ଚାଲନ୍ତୁ ଡେରି ନ କରି ଆମର ଆଜି ଫାର୍ଷ୍ଟ କ୍ଲାସ୍ ଷ୍ଟାର୍ଟ କରିବା, ଯାହାକି ହେଉଛି କନସେପ୍ଟ ଅଫ୍ ପେଡାଗୋଜି। ପେଡାଗୋଜିର ଅର୍ଥ ଯଦି ମୁଁ କହିବି, ଏଇ ଟପିକ୍ ମୁଁ କାହିଁକି ବାଛିଲି, ମୁଁ ଯେତେବେଳେ ପେଡାଗୋଜିକୁ ପ୍ରଥମେ ଜାଣିଥିଲି କିମ୍ବା ପ୍ରଥମେ ଯେତେବେଳେ ଆସିଥିଲି ଇଣ୍ଟରାକ୍ଟରେ ପେଡାଗୋଜି ଶବ୍ଦର, ମୁଁ ତା ବାବଦରେ ଏତେ କଥା ଜାଣିନଥିଲି କି ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ବିଷୟରେ ଯଦି ବା ସମ୍ୟକ ଜ୍ଞାନ ମୋତେ ମିଳିଥିଲା, କିନ୍ତୁ ପେଡାଗୋଜି କ'ଣ ତା ବାବଦରେ ମୋତେ ଏତେ ଜଣା ପଡ଼ୁନଥିଲା। ମୁଁ ଟିକେ କନଫ୍ୟୁଜ୍ ରହୁଥିଲି। ତ ମୁଁ ଭାବିଲି କି ଯଦି ମୁଁ କନଫ୍ୟୁଜ୍ ରହୁଥିଲି, ତ ମୁଁ ସେଇ ହିସାବରେ ମୋ ହିସାବରେ ଭାବିକି କିଏ ଆଉ କିଏ ବି କନଫ୍ୟୁଜନ୍ ରହୁଥିବେ, ତ ତାଙ୍କୁ ପ୍ରଥମେ ଆମେ ପେଡାଗୋଜି ଯେଉଁ ସବଜେକ୍ଟ ପଢ଼ୁଛୁ ତାର ମୂଳଦୁଆ ଆଗେ ଜାଣିବା ଦରକାର। ତାକୁ ମୁଁ ଦୃଷ୍ଟିରେ ରଖି ମୁଁ ପେଡାଗୋଜିକୁ ଏଜ୍ ଏ ସବଜେକ୍ଟ ଫାର୍ଷ୍ଟ ଟପିକ୍ ହିସାବରେ ମୁଁ ନେଲି। ତେଣୁକରି ଚାଲନ୍ତୁ ଡେରି ନ କରି ଆମେ ପେଡାଗୋଜିର କନସେପ୍ଟକୁ ଷ୍ଟାର୍ଟ କରିବା। ପେଡାଗୋଜି ଅର୍ଥ ଆପଣମାନଙ୍କର ଅନୁସାରେ କ'ଣ ରହିଛି, ମୋତେ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ କି ଆପଣମାନେ ପେଡାଗୋଜି ଅର୍ଥ କ'ଣ ବୁଝନ୍ତି। ଆଉ ତା'ର ଡିଫରେଣ୍ଟ ଆପଣମାନେ ସମସ୍ତେ କମେଣ୍ଟ ଦେବେ, ଯଦ୍ୱାରା ମୁଁ କ'ଣ ଆଉ ଟିକେ ମୁଁ ବି ରିଲେଟ୍ ହେଇପାରିବି କି ପେଡାଗୋଜିକୁ ଆଉ କେଉଁ ଅର୍ଥରେ ବି ମାନେ ନେରେଟ୍ କରାଯାଇପାରିବ। ତ ଅରିଜିନ୍ ଅଫ୍ ପେଡାଗୋଜି ଯଦି ଦେଖିବା, ପେଡାଗୋଜି ଶବ୍ଦର ଉତ୍ପତ୍ତି କେଉଁଠାରୁ ହୋଇଛି। ପେଡାଗୋଜିଟି ଯେଉଁ ଶବ୍ଦ ପେଡାଗୋଜି ଲେଖା ହେଇଛି, ସେ ଗ୍ରୀକ୍ ଦେଶରୁ ଉଦ୍ଧୃତ ହୋଇଛି, ଯାହାକି ଦୁଇଟି ଗ୍ରୀକ୍ ୱାର୍ଡରୁ ମଧ୍ୟ ଆସିଛି। ପେସ୍ ଅର୍ଥ ହେଉଛି ଚାଇଲ୍ଡ। ଯଦି ପ୍ରୋନାଉନ୍ସିଏସନ୍ ଭୁଲ ହେଉଥିବ, ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ କି ମୁଁ ତାକୁ ସଠିକ୍ ଉଚ୍ଚାରଣ କରୁଛି ନା ନାହିଁ। ଆଉ ଗଗସ୍ ଅର୍ଥ ହେଉଛି ଟୁ ଲିଡ୍ ଅର୍ ଗାଇଡ୍। ଆଚ୍ଛା, ମୁଁ ଆପଣଙ୍କୁ କହିଲି ପେସ୍ ଅର୍ଥ ଆମେ ଚାଇଲ୍ଡ ମାନେ ତ ଆମେ ସମସ୍ତେ ଜାଣନ୍ତି ଚାଇଲ୍ଡ କାହାକୁ ଆମେ କୁହନ୍ତି। ଛୋଟ ଛୋଟ ପିଲାଙ୍କୁ ଆମେ ଚାଇଲ୍ଡ କହିଥାଉ, ଚିଲଡ୍ରେନ୍ସକୁ ଚାଇଲ୍ଡ ବୋଲି କହିଥାଉ। ଆଉ ଗଗସ୍ ହେଲା ଟୁ ଲିଡ୍ ଅର୍ ଗାଇଡ୍ କୁହାଯାଇଛି। ଟୁ ଲିଡ୍ ଅର୍ଥ କ'ଣ? ଯଦି ଆମେ ଧରାଯାଉ ଆପଣ କୌଣସି ଗୋଟେ କ୍ଷେତ୍ରରେ ଆମେ ଜଣେ ଲିଡରକୁ ବାଛୁ, ଗୋଟେ ଗ୍ରୁପ ଦେଖିବେ, ଆମର ସ୍କୁଲ କ୍ଷେତ୍ରରେ ହେଇଯାଉ, ସାଙ୍ଗମାନଙ୍କ ଭିତରେ ହେଇଯାଉ, କିମ୍ବା କୌଣସି ଗୋଟେ ବଡ଼ ଅନୁଷ୍ଠାନର କିଛି କରିବା କ୍ଷେତ୍ରରେ ହେଇଯାଉ, କିଛି ବଡ଼ ଆକାରର ପ୍ରୋଗ୍ରାମ ଆୟୋଜନର ହେଇଯାଉ, ଆମେ ସମସ୍ତଙ୍କୁ ଗୋଟେ ଲିଡରର ଆଖ୍ୟା ଦେଇଥାଉ। କ'ଣ ପାଇଁ? ଗୋଟେ ପରିବାରରେ ବି ଜଣେ ଲିଡର ଥାଆନ୍ତି, ଯିଏ ଗୁରୁଜନ, ଆମେ ତାଙ୍କୁ ଲିଡର ହିସାବରେ କାଉଣ୍ଟ କରୁ। କ'ଣ ପାଇଁ ଆମେ କରୁ ଏହା? କାହିଁକି ନା ସିଏ ଆମର ଆମେ ଯେଉଁ ଏବେ ରାସ୍ତା ଦେଇକି ଯାଉଛୁ, ସିଏ ସେ ରାସ୍ତାକୁ ଅନୁଭୂତ କରିସାରିଛନ୍ତି, ଏକ୍ସପିରିଏନ୍ସ କରିସାରିଛନ୍ତି, ଯଦ୍ୱାରା ସିଏ ଆମକୁ ବେଟର୍ ଶିକ୍ଷାଦାନ କରିପାରିବେ କିମ୍ବା ବୁଝାଇ ପାରିବେ ତା ବାବଦରେ। କୌଣସି ବି ଆମର ଯଦି ସମସ୍ୟା ଆମେ ସମ୍ମୁଖୀନ କରୁଛୁ, ଗୋଟେ ସେ ଯେଉଁ ବି କ୍ଷେତ୍ରରେ ହଉ, ଆମେ କୌଣସି ଜିନିଷର ସମସ୍ୟା ସମ୍ମୁଖୀନ କରୁଛୁ, ତାକୁ ଆମକୁ ଭଲ ଭାବରେ ବୁଝାଇ ଆମକୁ ଆଗକୁ ବଢ଼ିବାରେ ଜଣେ ଲିଡର ହିଁ ସାହାଯ୍ୟ କରନ୍ତି। ତେଣୁକରି ଏଇ କ୍ଷେତ୍ରରେ, ପେଡାଗୋଜି କ୍ଷେତ୍ରରେ, ଜଣେ ଶିକ୍ଷକଙ୍କୁ ଲିଡର ହିସାବରେ ଆମେ କାଉଣ୍ଟ କରିଥାଉ ବା ଗାଇଡ୍ ହିସାବରେ ଭାବିଥାଉ। କାହିଁକି? ସିଏ ଯେଉଁ ଏକ୍ସପିରିଏନ୍ସ ନେଇକି ଆସିଥାନ୍ତି ବା ସିଏ ଯେଉଁ ଶିକ୍ଷା ଗ୍ରହଣ କରିକି ଆସିଥାନ୍ତି, ସେହି ପଦ୍ଧତି ଅନୁଯାୟୀ ସିଏ ଆମ ପିଲାମାନଙ୍କୁ ଶିକ୍ଷାଦାନ କରନ୍ତି। ସେ ତାଙ୍କର ଯେଉଁ ଅନୁଭୂତ କରିଥିବା ସମସ୍ୟା ହଉ କିମ୍ବା ଚ୍ୟାଲେଞ୍ଜେସ୍ ଯେଉଁ ଫେସ୍ କରିକି ଆସିଥିବେ, କିମ୍ବା କେଉଁଠି କେଉଁ ଜିନିଷକୁ ବ୍ୟବହାର କଲେ ତାର ଠିକ୍ ମାନେ ରୂପାୟନ ହେଇପାରିବ, ତାକୁ ସେ ଫେସ୍ କରି ଆସିଥାନ୍ତି। ତେଣୁ ସେ ଆମକୁ ବେଟର୍ ପଢ଼େଇ ପାରନ୍ତି, ବେଟର୍ ଶିକ୍ଷାଦାନ କରିପାରନ୍ତି। ତେଣୁ ଆମେ ଯେ ଚାଇଲ୍ଡ ହିସାବରେ ତାଙ୍କୁ ଗାଇଡ୍ ଭଳି କଳନା କରିଥାଉ।
ଓଡ଼ିଆରେ ତଳେ ଲେଖା ହେଇଛି ସେଇ ଅର୍ଥ। ସେଇ ଶବ୍ଦ ଗ୍ରୀକ୍ ଶବ୍ଦ ଯୋଉ ମୁଁ କହିଲି ଆପଣଙ୍କୁ, ପେସ୍ର ଅର୍ଥ ହେଉଛି ଶିଶୁ, ଗଗସର ଅର୍ଥ ହେଉଛି ନେତୃତ୍ୱ ନେବା। ଅର୍ଥାତ୍ ପେଡାଗୋଜିର ଅର୍ଥ କ'ଣ? ଶିଶୁକୁ ଆମେ ନେତୃତ୍ୱ ଦେବା, ଗୋଟେ ଚାଇଲ୍ଡକୁ ଆମେ ଗାଇଡ୍ କରିବା। ଜଣେ ଶିକ୍ଷକ ଗୋଟେ ଚାଇଲ୍ଡକୁ ଗାଇଡ୍ କରିବେ। ସେ କୋଉ ଯଦି ଯୋଉ ଶିକ୍ଷା କ୍ଷେତ୍ରରେ ଦେଖନ୍ତୁ ବହୁତ ସାରା ପ୍ରୋବ୍ଲେମ ପିଲାମାନଙ୍କୁ ଫେସ୍ କରିବା ପାଇଁ ପଡ଼ିଥାଏ। କାହିଁକି ନା ଶିକ୍ଷାର ସ୍ତର ଗୋଟେ ଏମିତି, ଶିକ୍ଷା କ୍ଷେତ୍ର ଗୋଟେ ଏମିତି, ତାହା କେବେ ବି ଗୋଟିଏ ଜିନିଷରେ ସୀମିତ ନୁହେଁ। ତା ପାଇଁ ଆମକୁ ନିଶ୍ଚିତ ଭାବରେ 3ଟି ଜିନିଷର ଆବଶ୍ୟକତା ପଡ଼ିଥାଏ। ତାହା କିଏ? ଜଣେ ହେଉଛନ୍ତି ଆମର ଶିକ୍ଷକ, ଯିଏକି ହେଉଛନ୍ତି ଆମର ମୂଳ, ଯାହାଙ୍କୁ ନେଇକି ଆମେ ଦେଖିକି ଆମେ ତାଙ୍କର ଅନୁକରଣ କରୁ ବା ତାଙ୍କଠୁ ଶିଖୁ, ତାଙ୍କଠୁ ଜାଣୁ ସବୁ କିଛି। ତାପରେ ଶିକ୍ଷାର୍ଥୀ, ଯେ ଶିକ୍ଷା ଗ୍ରହଣ କରୁଛନ୍ତି, ସିଏ ଶିକ୍ଷକଙ୍କୁ ଦେଖିକି ସବୁ ଜିନିଷକୁ ଜାଣନ୍ତି, ଶିଖନ୍ତି ଏବଂ ଶିକ୍ଷାଦାନ ପଦ୍ଧତିକୁ ବୁଝନ୍ତି କିମ୍ବା ଗୋଟେ ବିଷୟବସ୍ତୁକୁ ବୁଝିବାରେ ସକ୍ଷମ ହୁଅନ୍ତି। ଆଉ ଶିକ୍ଷାଦାନ ପରିବେଶ, ଶିକ୍ଷାଦାନ ପରିବେଶ ଅର୍ଥ କ'ଣ? ଆମେ ଯଦି କୌଣସି ଗୋଟିଏ ଯୋଉଟାରେ ଜନଗହଳିପୂର୍ଣ୍ଣ ଜାଗାରେ ଗୋଟେ କ୍ଲାସ୍ କରିବୁ କିମ୍ବା ପାଠ ପଢ଼େଇବୁ, ଆମେ କେବେ ହେଲେ ସେଠାରେ ପାଠ ପଢ଼େଇ ପାରିବୁ ନାହିଁ। କ'ଣ ପାଇଁ ପଢ଼େଇ ପାରିବୁ ନାହିଁ? କାହିଁକି? ହୁଏତ ସେ ପ୍ଲେସ୍ରେ ଆମକୁ ତା ପାଠ ପଢ଼େଇବା ପାଇଁ ଉପଯୋଗ ନୁହେଁ, ତା ଠିକ୍ ନୁହେଁ ପାଠ ପଢ଼େଇବା ପାଇଁ, ଯଦ୍ୱାରା ଆମକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦ୍ୱାରା ଶିକ୍ଷାଦାନ ପରିବେଶ ବି ମଧ୍ୟ ଆମର ସୁଦୃଢ଼ ହେବା ଦରକାର, ଶାନ୍ତିପୂର୍ଣ୍ଣ ହେବା ଦରକାର, ଯଦ୍ୱାରା ପିଲାମାନେ ସେଠାରେ ଶିକ୍ଷା ଗ୍ରହଣ କରିବା ପାଇଁ ଉପଯୁକ୍ତ ମାନେ ଆଟମସ୍ଫିୟର ପାଇପାରିବେ। ତେଣୁକରି ଆପଣମାନଙ୍କୁ ମୁଁ ଯେମିତି କହିଲି, ଶିକ୍ଷାଦାନ ପରିବେଶ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ। ତେଣୁକରି ଏଇ 3ଟି ଯୋଉ ଆମର ମାପକାଠି ରହିଛି, ଏଇ 3ଟି ଦଣ୍ଡ ବିନା ଆମ କେବେ ବି ଆମେ ଶିକ୍ଷାର ଯୋଉ ପିଲର ରହିଛି ତାକୁ କେବେ ବି ଷ୍ଟେବୁଲ ରଖିପାରିବୁ ନାହିଁ। ଆମକୁ ଠିଆ ହେବା ପାଇଁ ଛାତ, ଶିକ୍ଷକତା ଯୋଉ ଶିକ୍ଷାର ଛାତରେ ଆମକୁ ଠିଆ ହେବା ପାଇଁ ଏଇ 3ଟି ପିଲରର ଏକାନ୍ତ ଆବଶ୍ୟକତା ରହିଛି। ତେଣୁକରି ଏଇ 3ଟି ଜିନିଷ ସୁଦୃଢ଼ ହେଲେ ଶିକ୍ଷାଦାନ ପ୍ରୋସେସ ବା ଶିକ୍ଷାଦାନ ପଦ୍ଧତି ଆମର ସଫଳ ହୋଇଥାଏ। ଚାଲନ୍ତୁ ଏହାପରେ ଆମେ ଯୋଉ ପେଡାଗୋଜି ରହିଛି, ତାର କେତେ ପ୍ରକାର ପେଡାଗୋଜି ରହିଛି, ଶିକ୍ଷାଦାନ, ତାହେଲେ ଆପଣ ମାନେ ବୁଝିପାରିଲେ ଯେ ଆମେ ପେଡାଗୋଜିର ଅର୍ଥ କ'ଣ? ପେଡାଗୋଜି ଅର୍ଥ ହେଉଛି ଶିଶୁକୁ ନେତୃତ୍ୱ ଦେବା ବା ଗାଇଡ୍ କରିବା। ଏହାପରେ ଆମେ ଯିବା, ଏହା କେତେ ପ୍ରକାରର ରହିଛି, ଯେ ଶିକ୍ଷାଦାନ ପଦ୍ଧତି ଆମର ରହିଛି, ଶିକ୍ଷା ଦେବାର ପଦ୍ଧତି ରହିଛି, ତାହା କେତେ ପ୍ରକାର, ପେଡାଗୋଜି କେତେ ଭାଗରେ ବିଭକ୍ତ ହୋଇଛି। ଚାଲନ୍ତୁ ଗୋଟେ ଗୋଟେ କରି ସେ ସବୁକୁ ଆଲୋଚନା କରିବା। ଟାଇପ୍ସ ଅଫ ପେଡାଗୋଜି। ଟାଇପ୍ସ ଅଫ ପେଡାଗୋଜି ଅର୍ଥ କ'ଣ? ଶିକ୍ଷା ପଦ୍ଧତିର ପ୍ରକାର। ପ୍ରକାର ମାନେ ଦେଖନ୍ତୁ, ମୁଁ ଏବେ ଯଦି ଆପଣମାନଙ୍କୁ କହିବା ପାଇଁ ଯିବି, ପ୍ରତ୍ୟେକ ଜିନିଷର ଗୋଟେ ଟାଇପ୍ସ ଥାଏ। ଆମେ ଯଦି ଗୋଟେ ଜିନିଷ ଖାଦ୍ୟକୁ ମୁଁ ନେଉଛି, ଯଦି ଆପଣମାନଙ୍କୁ କହିବି କି ଆପଣମାନେ ଖାଦ୍ୟର କୋଉ ଭେରାଇଟିସଟାକୁ ଆପଣ ମାନେ ଗ୍ରହଣ କରିବେ, ତାର ତନ୍ଦୁରୀ ରହିଛି, ଇଣ୍ଡିଆନ ରହିଛି, ଆଉ ସବୁ କ'ଣ ଚାଇନିଜ ରହିଛି, ଏସବୁ ଗୋଟେ ଗୋଟେ ଖାଦ୍ୟର କ'ଣ ଟାଇପ୍। ଆମର ଯେମିତି ଇଣ୍ଡିଆନ ଖାଇବାର ହେଇଗଲା, ଚାଇନିଜ ମାନଙ୍କର ସେମିତି ଚାଇନିଜ ଖାଇବାର ହେଇଗଲା। ପ୍ରତ୍ୟେକ ଜିନିଷର ବା ପ୍ରତ୍ୟେକଟି ଖାଦ୍ୟର ପ୍ରକାର ଅଲଗା ଅଲଗା ଥାଏ। ଆମେ ଭାତକୁ ଡାଲିକୁ ପ୍ରାଧାନ୍ୟ ଦଉଥିବା ବେଳେ ଇଣ୍ଡିଆନ ଯୋଉ ଚାଇନିଜ ମାନେ ରହିଗଲେ, ସେମାନେ ଚାଉମିନ ରହିଗଲା, ରୋଲ, ଯୋଉ ତାଙ୍କର ଯୋଉ ମୋମୋ ଫୋମୋ ଆପଣମାନେ ପିଲାମାନେ ଯୋଉ ଖାଆନ୍ତି, ସେ ସବୁ ଜିନିଷକୁ ସେମାନେ ପ୍ରାୟୋରିଟି ଦିଅନ୍ତି। ଆଉ ଯଦି ଆମେ ସେମିତି ତନ୍ଦୁର ଫନ୍ଦୁର ଏଇସବୁ ଜିନିଷ ସବୁ ଆଇଟମ୍ ଥାଏ। ଆମେ ଯେତେବେଳେ ହୋଟେଲକୁ ଗୋଟେ ଯାଆନ୍ତି, ସେଇଠି ଦେଖିବେ ତାଙ୍କର ମେନ୍ୟୁରେ ସବୁ ଲେଖା ହେଇଥାଏ, ଏଇଟା ତନ୍ଦୁର, ଏଇଟା ହେଉଛି ଚାଇନିଜ ଆଇଟମ୍, ଏଇଟା ସବୁ ଆମର ରହିବ, ଇଣ୍ଡିଆନ ଚାଇନିଜ ଏସବୁ। ସେଗୁଡ଼ା କ'ଣ? ତାହେଲେ ସେଗୁଡ଼ା ହେଉଛି ଗୋଟେ ଖାଦ୍ୟର ପ୍ରକାର, ଖାଦ୍ୟର ଟାଇପ୍। ସେଇଭଳି ଶିକ୍ଷା ପଦ୍ଧତିର ମଧ୍ୟ ଟାଇପ୍ ରହିଛି। ଜଣେ ଶିକ୍ଷକ ଯେତେବେଳେ ଶିକ୍ଷାଦାନ କରିବେ, କୋଉ ପଦ୍ଧତିରେ ଶିକ୍ଷାଦାନ କରିବେ? କାହିଁକି ଦେଖନ୍ତୁ, ଗୋଟେ କ୍ଲାସ ରୁମରେ ଆମେ ଯେତେବେଳେ ଗୋଟେ ଶ୍ରେଣୀ କୋଠରୀରେ ଯେତେବେଳେ ଆମେ ପାଠ ପଢ଼ଉଛୁ, ଜଣେ ଶିକ୍ଷକ ହେଇକି ଆମେ କୌଣସି କାହାରି ଜାତି ଭେଦ କୋଉ ଜାଗାରୁ ସେ ଆସିଛନ୍ତି ତାକୁ ଆମେ ଗୁରୁତ୍ୱ ଦେଉନା। ଗୋଟେ ଶିକ୍ଷାର୍ଥୀ କୋଉଠୁ ଆସିଛି, କୋଉ ପ୍ଲେସରୁ ଆସିଛି, ଆମେ ତାକୁ ଯେତିକି ଗୁରୁତ୍ୱ ଦଉନି, ଆମେ ଦେଖୁଛେ ପିଲାର ଶିକ୍ଷାଦାନ ଯୋଗୁଁ ଶିକ୍ଷା ଗ୍ରହଣ କରିବାର ବା ଇଏ କରିବାର କାପାସିଟିଟା କେତେ ରହିଛି, କେତେ ଆକ୍ଟିଭଲି ଗୋଟେ ଚାଇଲ୍ଡ ସେଠି ମାନେ ଏନଗେଜ ରହିପାରୁଛି ପାଠ ପଢ଼ା ଶୈଳୀରେ। ଗୋଟେ ସମସ୍ତେ ତ ସବୁ ଇଣ୍ଡିଭିଜୁଆଲ ସମାନ ନଥାନ୍ତି, ସମସ୍ତଙ୍କର ଇଣ୍ଡିଭିଜୁଆଲ ଡିଫରେନ୍ସ ଥାଏ। ପ୍ରତ୍ୟେକଙ୍କର ବୁଝିବା ଶୈଳୀ, ଗୋଟେ ବିଷୟବସ୍ତୁକୁ ଗ୍ରହଣ କରିବା ଶୈଳୀ ଭିନ୍ନ ଭିନ୍ନ ଥାଏ।
ତେଣୁକରି ସେଇ ଭିନ୍ନ ଭିନ୍ନତାକୁ ଦେଖିକି ଶିକ୍ଷକ କିପରି ଭାବରେ ଶିକ୍ଷାଦାନ କରିବେ ଯଦ୍ୱାରା ଗୋଟେ ଶିକ୍ଷାଦାନ ପଦ୍ଧତି ପ୍ରତିଫଳିତ ହୋଇପାରିବ, ଗୋଟେ ଶିଶୁ ବୁଝିପାରିବ। ତେଣୁକରି ଟିଚର ସେଣ୍ଟର୍ଡ ପେଡାଗୋଜି, ଏହାର ପ୍ରଥମ ଯୋଉ ଟାଇପ ରହିଗଲା ଟିଚର ସେଣ୍ଟର୍ଡ ପେଡାଗୋଜି। ଦେଖନ୍ତୁ ଏଠି ଗୋଟେ ଆସୁଛି ଟିଚର ସେଣ୍ଟର୍ଡ, ତା ଅର୍ଥ କ'ଣ? ସେଣ୍ଟର୍ଡ ମାନେ ଆମେ ଜାଣିଥିବା ଯୋଉମାନେ ସେଣ୍ଟର୍ଡ ମାନେ ଯୋଉମାନେ ଇଏରେ ମାନେ ଗୋଟେ ଇଏରେ ସେଣ୍ଟରରେ ବସନ୍ତି, ମାନେ ମଝିର ଯୋଉ ଏଇଟାରେ କ'ଣ ଯାହାକୁ ଆମେ ଗୁରୁତ୍ୱ ଦଉ। ଏଠି ଏଇ ପଦ୍ଧତିରେ କାହାକୁ ଗୁରୁତ୍ୱ ଦିଆଯାଏ? ଆମେ ଶିକ୍ଷକଙ୍କୁ ଗୁରୁତ୍ୱ ଦଉ। କ'ଣ ପାଇଁ ଗୁରୁତ୍ୱ ଦଉ? ସିଏ ହେଲେ ଏଠାରେ ମୂଳ ଆଧାର। ସିଏ ଯାହା ପିଲାମାନଙ୍କୁ ବା ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷା ଦିଅନ୍ତି ସେଇ ଜିନିଷ ସେଇ ବିଷୟବସ୍ତୁକୁ ହିଁ ପିଲାମାନେ ଗ୍ରହଣ କରନ୍ତି, ଶିକ୍ଷାର୍ଥୀ ମାନେ ଗ୍ରହଣ କରନ୍ତି। ଆଉ କୌଣସି ପ୍ରକାର କ୍ୱେଶ୍ଚନ ପଚାରିବା କି କ'ଣ ଏଇଥିରେ କିଛି ନଥାଏ। ଯୋଉଟା କି ଆପଣ ମାନେ ଦେଖିବେ ଏଇଠି ଲେଖା ହେଇଛି ଟିଚର ଇଜ ଦ ମେନ୍ ସୋର୍ସ ଅଫ ନଲେଜ। ଆମେ ଶିକ୍ଷକଙ୍କୁ ଜ୍ଞାନର ଭଣ୍ଡାର ବୋଲି ଆଖ୍ୟା ଦଉ। ଏଠାରେ ଷ୍ଟୁଡେଣ୍ଟ ଲିସନ ଏଣ୍ଡ ଟେକ୍ ନୋଟ୍ସ। ଶିକ୍ଷାର୍ଥୀ ମାନେ କେବଳ ଶୁଣନ୍ତି ଏବଂ ନିଜ ଖାତାରେ ଲେଖନ୍ତି। ଯେମିତି କି ଏକ୍ସାମ୍ପଲ ଯଦି ଆମେ ଦେଖିବାକୁ ଯିବା ଟ୍ରେଡିସନାଲ କ୍ଲାସରୁମ ଟିଚିଂ। ଟ୍ରେଡିସନାଲ କ୍ଲାସରୁମ ଆଗ କାଳରେ ଯେତେବେଳେ ଆପଣ ମାନେ ଦେଖୁଥିବା ଜେଜେବାପାଙ୍କ କାଳ ହେଇଗଲା, ଆପଣଙ୍କ ବାପା ମାଙ୍କର କାଳ ହେଇଗଲା, କିଏ ମାନେ ଆପଣଙ୍କୁ ଅନୁଭୂତ ସେମାନଙ୍କୁ ଯାଇ ପଚାରିବେ ଯେ ଆପଣ ମାନଙ୍କର ସମୟରେ କିପରି ଭାବରେ ଶିକ୍ଷାଦାନ କରାଯାଉଥିଲା, ତ ସେମାନେ ଆପଣଙ୍କୁ କହିବେ କି ନାଇଁ ଜଣେ ଶିକ୍ଷକ ଯାହାକୁ ଆମେ ବହୁତ ଉଚ୍ଚ ଆସନରେ ରଖିଥାଉ ସେ ସମାଜରେ ସେ ବହୁତ ଉଚ୍ଚ ସ୍ଥାନରେ ଥାନ୍ତି। କାହିଁକି? ଆମେ ତାଙ୍କୁ ଭାବୁ ସେ ଜ୍ଞାନର ଆଧାର, ଜ୍ଞାନର ଭଣ୍ଡାର। ତାଙ୍କ ପାଖରେ ଯାହା ଜ୍ଞାନ ଅଛି ସେ ତାହାକୁ ଆମେ କେବଳ ରିସିଭ୍ କରିବୁ, ନବୁ। ତେଣୁକରି ଶିକ୍ଷକ କେବଳ ବୁଝାନ୍ତି, ପଢାନ୍ତି ପିଲାମାନଙ୍କୁ ଏବଂ ପିଲାମାନେ କ'ଣ କରନ୍ତି? ଖାତାରେ ଲେଖିକି ବାସ୍ ନୋଟ୍ କରିଦିଅନ୍ତି, ଯାହାକି ଆଗରୁ ଚାଲି ଆସୁଥିଲା। ଟ୍ରାଡିସନାଲ ଅର୍ଥ କ'ଣ? ଯାହା ଆଗରୁ ଚାଲି ଆସୁଥିଲା, ଯାହା ଆମର ଯୋଉଟା ଟ୍ରାଡିସନ ଆଗରୁ ଚାଲି ଆସୁଛି, ସେଇ ଆମେ ଯୋଉ କହୁନି କି ନାଇଁ ଏଇ ଜିନିଷଟା ହେଇପାରିବନି କାହିଁକି ଏଇଟା ଆମର ଟ୍ରାଡିସନ। ଟ୍ରାଡିସନ ଅର୍ଥ କ'ଣ? ଯାହା ଆଗରୁ ଚାଲି ଆସିଛି, ଆଗରୁ ଚାଲି ଆସୁଥିବା ପଦ୍ଧତିକୁ ଆମେ ସେ ଟିଚର ସେଣ୍ଟର, ଯୋଉଠି ଶିକ୍ଷକଙ୍କୁ ପ୍ରାଧାନ୍ୟ ଦିଆଯାଉଥିଲା, ଶିକ୍ଷକଙ୍କୁ ମେନ୍ ସୋର୍ସ ଅଫ ନଲେଜ ବୋଲି କୁହାଯାଉଥିଲା। ତେଣୁକରି ଆଶା କରୁଛି ଟିଚର ସେଣ୍ଟର ପେଡାଗୋଜି ଆପଣ ମାନେ ଭଲ ଭାବରେ ବୁଝିପାରିଥିବେ। ଏଠି ଓଡ଼ିଆରେ ବି ଦେଖନ୍ତୁ ଲେଖା ହେଇଛି ଶିକ୍ଷକ ହେଉଛନ୍ତି ମୁଖ୍ୟ ଜ୍ଞାନଦାତା, ଛାତ୍ରମାନେ ଶୁଣନ୍ତି ଆଉ କେବଳ ଲେଖନ୍ତି। ନେକ୍ସଟ ଆମେ ଯିବା ଲର୍ଣ୍ଣର ସେଣ୍ଟର ପେଡାଗୋଜି। ଲର୍ଣ୍ଣର ସେଣ୍ଟର ପେଡାଗୋଜି ଅର୍ଥ କ'ଣ? ଯେମିତି ଆପଣ ଶିକ୍ଷକ ଟିଚର ସେଣ୍ଟରରେ କ'ଣ ଭାବିଲେ? ଟିଚର ସେଣ୍ଟର୍ଡ, ଦୁଇଟା ୱାର୍ଡ ଆସିଗଲା। ସେମିତି ଲର୍ଣ୍ଣର ସେଣ୍ଟର। ଆଚ୍ଛା, ଲର୍ଣ୍ଣର ତାହେଲେ କାହା କୁହାଯାଏ? ଯୋଉ ଶିକ୍ଷାର୍ଥୀ ମାନଙ୍କୁ ଲର୍ଣ୍ଣର କୁହାଗଲା। ତେଣୁକରି ଶିକ୍ଷାର୍ଥୀ ମାନେ ଯୋଉଠି ମେନ୍ ବିନ୍ଦୁ, ମେନ୍ କେନ୍ଦ୍ର ବିନ୍ଦୁ, ଯୋଉଠି ଶିକ୍ଷାର୍ଥୀ ମାନଙ୍କର ପାଠ ପଢାକୁ ଦେଖାଯାଏ, ଯୋଉ ସେ ଶିକ୍ଷାର୍ଥୀଙ୍କୁ ଇମ୍ପୋର୍ଟାନ୍ସ ଦିଆଯାଏ, ସେମାନେ କେତେ କ'ଣ ବୁଝିଲେ, କ'ଣ ସେମାନେ ନିଜେ କରିକି ଶିଖିବେ, ନିଜେ କେବଳ। ଆଉ ଶିକ୍ଷକଙ୍କ କାମ କ'ଣ ଥାଏ ସେଥିରେ? ଶିକ୍ଷକ କେବଳ ଗୋଟେ ତାଙ୍କର ଯଦି ସମସ୍ୟା ହେଲା କୌଣସି ବିଷୟବସ୍ତୁକୁ ବୁଝିବାରେ କିମ୍ବା କୌଣସି ଦ୍ୱନ୍ଦ୍ୱରେ ପଡ଼ିଲେ ପିଲାମାନେ କେବଳ ସେମାନଙ୍କୁ ବୁଝେଇଦେବେ। କେବଳ ଶିକ୍ଷକଙ୍କ କାର୍ଯ୍ୟ ସେତିକି ଥାଏ। ଆଉ ଯୋଉ ସବୁ କାମ ରହିଗଲା, ଜିନିଷ ଗୁଡ଼ିକୁ ତର୍ଜମା କରି ଅନୁଶୀଳନ କରିବା କିମ୍ବା ବିଷୟବସ୍ତୁକୁ ଡିପଲି ବୁଝିବା ପାଇଁ ଚେଷ୍ଟା କରିବା, ବିଭିନ୍ନ ପ୍ରକାର ମୁଣ୍ଡ ଖେଳେଇ ଯୋଉ ଜିନିଷ ପିଲାମାନେ କରନ୍ତି, ଆପଣ ମାନେ ଅନୁଧ୍ୟାନ କରୁଥିବେ। ପିଲାମାନେ କିଛି କ୍ଷେତ୍ରରେ ଆମେ ସ୍କୁଲରେ ଦେଖୁ, ତାଙ୍କୁ ଯେତେବେଳେ ଶିକ୍ଷକ କୌଣସି କାର୍ଯ୍ୟ ଦେଇଥାନ୍ତି ସେମାନେ ବହୁତ ଆକୃଷ୍ଟତା ସହିତ ତାକୁ କରିବା ପାଇଁ ଆଗଭର ହୁଅନ୍ତି। ଯଦି ସେମାନେ କୌଣସି ସମସ୍ୟାରେ ସମ୍ମୁଖୀନ ହେଲେ ସେ ଶିକ୍ଷକଙ୍କୁ ପଚାରନ୍ତି ଯେ ସାର୍ କିମ୍ବା ମ୍ୟାଡମ ଏହା କିପରି ହବ, ତ ଶିକ୍ଷକ ସେ ସମୟରେ କ'ଣ କରନ୍ତି? କେବଳ ଗାଇଡ ଟିକେ କରିଦିଅନ୍ତି। ଏଠାରେ ଲେଖା ହେଇଛି ଫୋକସ୍ ଅନ୍ ଆକ୍ଟିଭ ଷ୍ଟୁଡେଣ୍ଟ ପାର୍ଟିସିପେସନ। ଫୋକସ୍ ମାନେ କ'ଣ? ଆକ୍ଟିଭ ଷ୍ଟୁଡେଣ୍ଟ। ଦେଖିବେ କ୍ଲାସରୁମରେ କେତେକ ଆକ୍ଟିଭ, ଆମେ ଯୋଉମାନେ ନଉନାହାନ୍ତି, ଆକ୍ଟିଭ ଷ୍ଟୁଡେଣ୍ଟ ଅର୍ଥ କ'ଣ? ଯୋଉମାନେ ଆକ୍ଟିଭଲି ଜିନିଷଟାକୁ ଗ୍ରହଣ କରୁଥିବେ। କ୍ଲାସରୁମରେ ଗୋଟେ ଶିକ୍ଷାଦାନ ଯୋଉ ଆମେ ଶିକ୍ଷା ଶ୍ରେଣୀ କୋଠରୀରେ ସମସ୍ତେ ତ ଆଉ ମାନେ ଏକା ନଥିବେ, ସମସ୍ତଙ୍କର ମୁଁ ଯୋଉ କହିଲି ଇଣ୍ଡିଭିଜୁଆଲ ଡିଫରେନ୍ସ ଥାଏ, ସମସ୍ତଙ୍କୁ ବୁଝିବା। ଆମେ ତେଣୁକୁ ଯୋଉମାନେ ବୁଝିପାରୁନାହାନ୍ତି ଆମେ ତାଙ୍କୁ କହିପାରିବାନି ଯେ ସେମାନେ ହଉଛନ୍ତି ସ୍ଲୋ ଲର୍ଣ୍ଣର କିମ୍ବା ସେମାନେ ମୂର୍ଖ। ଆମେ ତାଙ୍କୁ ସେ କ୍ୟାଟେଗୋରୀରେ କେବେ ବି ନେଇପାରିବାନି। ଆମେ ହୁଏତ କହିପାରିବା କି ସେମାନଙ୍କର ଶିଖିବା ପ୍ରୋସେସ ଟିକେ ସ୍ଲୋ ହଉଛି। ସେମାନେ ଯୋଉମାନେ ଆକ୍ଟିଭ ଲର୍ଣ୍ଣର ଥାନ୍ତି ସେମାନେ ଯେତେବେଳେ ଗୋଟେ ଜିନିଷ ଯେତେବେଳେ ଶିକ୍ଷକ ବୁଝେଇ ଦଉଛନ୍ତି ସେମାନେ ସାଙ୍ଗେ ସାଙ୍ଗେ ଗ୍ରହଣ କରିଦଉଛନ୍ତି। ହୁଏତ କିଛି ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ତାହା ବୁଝିବା ପାଇଁ ଅସୁବିଧା ଉପୁଜୁଥାଇପାରେ।
किंबा सी आउ थे क्वेश्चन कर पारती शिक्षक को जे मैडम कि सार मुझे बुझीपारि ना मत आउ थे बुझातु तेणुक सी जो शिक्षकों काम से समय जे तांकु भल भाव बुझेबा एमती शैली रे बुझेबा जो थे से एक्टिवली पार्टी गोटे जिनस विषय वस्तु को जिते गोटे शिक्षार्थी भल भाव बुझी जाती कि भल भाव अनुशीलन करनी निज भीतर को तांकु भी सही सब्जेक्ट बा विषय वस्तु माने भल लगे लगे तो सेटा कहांकर काम रोचे सेटा जने शिक्षकों काम रोचे तो ये जो शिक्षादान पद्धति रहीगला लर्नर सेंटर्ड पेडागोजी एथिरे कौन रहे पिला माने निजे एक्टिवली रुहंती पार्टिसिपेट करबा पई सेमानंकु आमे धरा जाऊ आपण माने देखिथिबे गोटे स्कूल ले जतले गणेश पूजाटे हैला किंबा सरस्वती पूजाटे हैला आमे किछि जनकु सिलेक्ट करू ये आमे आमे ए कुना मुनि ए सब मु नाम देखि आपण मानकु बुझे दूची सेमानकु आमे सिलेक्ट करू कि आपण माने जाई कि गोटे नक्शा बा ब्लूप्रिंट काढंतु केमिति हमरो गणेश पूजा हबो केमिति कोन हबो सब गोटे लिस्ट चिठा करंतु केमिति कोन आमे करि परिबु भलो केमिति कोन पिला माने से माने बहुत आगभर सहकार से जिंस को करिया पई होंती जदि कोनोसी जगह रे से माने द्वंद्व रही गले से माने कि शिक्षक ता भी गोटे शिक्षार गोटे पद्धति कहीं ना से माने गोटे जिंस गोटे जते बेले कार्यक्रम होउची ता प्रति से माने एक्टिवली जे कि पार्टिसिपेट करचंती किछि पिला थांती सेई क्षेत्र रे माने बसी जाउथबा बेले आ किछि एक्टिवली रहंती तेणु कर प्रत्येक कार्य पई प्रत्येक पिलांकर आग्रह बा माने जो पार्टिसिपेट करिवार जो ये थाए आग्रह जिनसटा मु कहली ता अलग अलग थाए तेणु करी एठी कोन करा जे एक्टिव स्टूडेंट पार्टिसिपेशन को एहा ग्रहण करे टीचर एक्ट एज ए गाइड टीचर काम कोन मु जेमती कहली से केवल पिला को द्वंद्व उपजिला कोनोसी जगार पिला माने अटकी गले किंबा कोनोसी जगार भूल करदेले तांको समाधान करिवारे से सहयोग करंती फॉर एग्जांपल आमे कोन नबा ग्रुप डिस्कशन प्रोजेक्ट वर्क ग्रुप डिस्कशन कोन रहिला ग्रुप डिस्कशन रे देखिबे केतेको पिला जते बेले एकाठी बसिकी आलोचना करूथांती केतेको पिला जते बेले बसिकी तांकर माने गोटे विषय वस्तु ऊपर मु जति गणेश पूजा कहि गली से माने गोटे ग्रुप निश्चित भाव रे बनेइथिबे से मानको ग्रुप रे जणे कुना कहिला गोटे कथा मुनि कहिला गोटे कथा टुना कहिला गोटे कथा एमती कहि कहि से माने कोन करंती गोटे डिस्कशन करंती केमिति कोन करा जीवो बोली तो सेटा गोटे कोन हे गला गोटे सेंटर से माने गोटे गोटे केंद्र बिंदु तांकर कोन रहिला आमे किभଳି भाबरे गणेश पूजाटी को सक्सेसफुल करिवु तांकर एटा होची सेंटर रहि गला तेनु करी से माने ता पई कोन करचंती से माने ता पई डिस्कशन करूचंती डिस्कशन रे से माने तांकर जो कोन सब जे जार सजेशन दबा कथा से सजेशन दउचंती प्रोजेक्ट वर्क हे गला जेमिति आपण माने देखिथिबे प्रायतो प्रोजेक्ट वर्क गोटे गोटे क्लास रे दिया जाय जेमिति वृक्षलता हमरो बंधु ताकु नै कि गोटे प्रोजेक्ट करि कि आसीबो पिला माननकु एमति कहा जाय किबा सोशल कोनोसी अवेयरनेस हे गला ताकु नै कि गोटे प्रोजेक्ट करि कि आसीबो एई भली पिला माननकु ए बी सी डी जो टीचर ग्रुप कर दियंती कि ए ग्रुप वाला एटा करि एई जो एई टॉपिक ऊपर करिवे आउ जळ हमरो जीवन बी ग्रुप वाला करिले किबा सी ग्रुप वाला आउ जो वृक्षलता कहली ता ऊपर एमती विभिन्न सारा वेरियस टॉपिक दियंती जो ग्रुप भलो करा जाए ताको पुरस्कार दिया जाए तो सेटा गोटे कोन हैला प्रोजेक्ट वर्क मिली मिसी की गोटे जिंस हैला जोथिरे पिला एक्टिवली पार्टिसिपेट करले एडी कोन लिखा है जे शिक्षार्थी निजे शिक्षा प्रक्रिया रो केंद्र शिक्षक गाइड भाबे काम करती तेणु करी सेही प्रोजेक्ट माध्यम रे सेति की पिला जति अंशग्रहण करिथिले से माने जो जिंस को शिखिले से ज्ञानटा केवल काहांकर रहि जिवो से पिलांकर रहि जिवो से माने कोनोसी भूल करले भी सेठु जो जिंसटा से माने शिखिबे सेटा केवल तांकरी ज्ञान होई कि रहि जिवो एबे नेक्स्ट चलंतु जिबा हमें कंस्ट्रक्टिव पेडागोजी एटा गोटे वर्ड आसुची कंस्ट्रक्टिव अर्थ कोन कंस्ट्रक्शन आमे प्रथम वर्ड को जिबा कंस्ट्रक्शन रो कंस्ट्रक्टिव आसीची कंस्ट्रक्शन रो अर्थ कोन जते बेला आपण माने देखिथिबे गोटे कार्य चली थे गृह निर्माण कार्य चली थे आमे कोन करू सेडी कंस्ट्रक्शन काम चलची बोली आमे कहू कि नाही से जो घरटा होची से गोटे कंस्ट्रक्शन काम चली एई सब कथा आपण मानकर दैनंदिन जीवन रे सुनिबा पई पाउतबे तो सेठी कोन हुए कंस्ट्रक्टिव पेडागोजी जो लिखा है एथिरे पिला को तो कंस्ट्रक्शन अर्थ कोन गढ़ा हबा जोटा गढ़ित बा गढ़िबा को माने
ଯାଉଛନ୍ତି। ଗୋଟେ କନଷ୍ଟ୍ରକ୍ସନ କାମ ହେଇଗଲା, ତାକୁ ଆମେ ନାମ ଦଉଛେ କନଷ୍ଟ୍ରକ୍ସନ, କିମ୍ବା ସେଥିରେ କିନ୍ତୁ କଣ କିଏ କିଏ ଅଛନ୍ତି? ଶ୍ରମିକ ଜଣେ ଅଛନ୍ତି, ଯିଏ ବ୍ଲୁ ପ୍ରିଣ୍ଟ ଦେଇଛନ୍ତି ଘର ନିର୍ମାଣ କାର୍ଯ୍ୟର, ଜଣେ ଇଞ୍ଜିନିୟର ସିଏ ଅଛନ୍ତି ସେଇଠି ଅନ୍ତର୍ଭୁକ୍ତ। ଘର ନିର୍ମାଣ ନିମିତ୍ତ ଯେଉଁ ସବୁ ଉପାଦାନ ଗୁଡିକ ମାନେ ଜରୁରୀ ଲାଗେ, ବାଲି ହେଇଗଲା, ଇଟା ହେଇଗଲା, ଏ ସବୁ ଜିନିଷ, ସେ ସବୁ ଜିନିଷ ମଧ୍ୟ ଗୋଟେ କନଷ୍ଟ୍ରକ୍ସନ କାମରେ ଲାଗୁଛି। ରୋଡ ହେଇଗଲା, ତ ଏଇ ସବୁ ସମ୍ମିଶ୍ରଣରେ ଯୋଉ ସମଷ୍ଟିଟାକୁ ଆମେ କହୁଛେ କଣ କହୁଛୁ? କନଷ୍ଟ୍ରକ୍ସନ କହୁଛୁ। ତ ଗୋଟେ ପିଲାର କନଷ୍ଟ୍ରକ୍ଟିଭ ମାନେ ଆପଣ ବୁଝିପାରିଥିବେ, ସେମାନେ ଗଡ଼ ଶ୍ରମିକ ମାନେ କଣ କରୁଛନ୍ତି? ଏଇ ସବୁ ଉପାଦାନକୁ ନେଇ ସେମାନେ କନଷ୍ଟ୍ରକ୍ସନ କାମ ଆରମ୍ଭ କରିକି ଗୋଟେ ଘରକୁ ମାନେ ରୂପାୟନ ଦଉଛନ୍ତି। ସେଇଭଳି ଗୋଟେ ପିଲା କଣ କରେ, ଗୋଟେ ଚାଇଲ୍ଡ କଣ କରେ? ଯେତେବେଳେ ଆମେ ତାକୁ ଦେଖିବେ, ଛୋଟ ପିଲାମାନେ ଯେତେବେଳେ ଥାଆନ୍ତି, ଆମେ ତାଙ୍କୁ କଣ କରନ୍ତି? ଛୋଟ ଖେଳନାଟେ ଆଣିକି ବଜାରଟେ ଦେଲେ, କଣ୍ଢେଇଟେ ହେଇଗଲା, କିମ୍ବା ଗାଡିଟେ ହେଇଗଲା, କିମ୍ବା ଯୋଉ ପଜଲ ସବୁ ମିଳେ ସେଗୁଡା ହେଇଗଲା, ସେଇ ସବୁ ଆମେ ଯେତେବେଳେ ପିଲାଙ୍କୁ ଗୋଟେ ଆଣିକି ଦିଅନ୍ତି, ସେ କଣ କରେ? ତାକୁ ଭାଙ୍ଗିକି, ତାକୁ ତା ସହିତ ଖେଳିକି, ତା ସହିତ ମାନେ ତାକୁ ପାର୍ଟ କରିକି ଦେଖନ୍ତି। ତ ପଜଲ ଯୋଉ ହେଇଗଲା, ଧର ଯୋଉ ଶିକ୍ଷକ ଗୋଟେ ପଜଲ ଏବେ ରହିଲା, ତାକୁ ପଜଲ ମାନେ ଆପଣ ମାନେ ଜାଣୁଥିବେ, ଯାହା ସବୁ ଅଲଗା ଅଲଗା ଥାଏ, ତାକୁ ଯୋଡ଼ିକି ଆମେ ଗୋଟେ ଘର ତିଆରି କରୁ, କିମ୍ବା ଆଉ ଅନ୍ୟ କୌଣସି ଗାଡି ତିଆରି କରୁ, ଏମିତି ସବୁ ଥାଏ। ତ ପଜଲ ଯୋଉ କାଢିକି ଥରେ ଯୋଡିକି ତାକୁ ଶିକ୍ଷକ ଦେଖେଇଦେଲେ ପିଲାକୁ, ଯେ ୟାକୁ ୟା ସହିତ ଯୋଡ଼ିଲେ, ଏମିତି ଏମିତି କରିଲେ ଗୋଟେ ଗାଡି ନିର୍ମାଣ ହବ, କିମ୍ବା ଗୋଟେ ଘର ନିର୍ମାଣ ହବ। ତାକୁ ଯେତେବେଳେ ଭାଙ୍ଗି ଦେଇକି ପୁଣି ଶିକ୍ଷକ ଯେତେବେଳେ ପିଲାକୁ ଦଉଛନ୍ତି କି ତୁ, ମୁଁ ଯେମିତି କଲି ତମେ ବି ସେମିତି କର, ସେତେବେଳେ ପିଲାଟି କଣ କରୁଛି? ସେଇ ସବୁ ଜିନିଷ ଉପାଦାନକୁ ନେଇକି ପୁଣି ସେ ତାର ମାଇଣ୍ଡ ହିସାବରେ ପୁଣି ଭୁଲ କରୁଛି, ପୁଣି ସେଇ ଜିନିଷକୁ କରୁଛି, ପୁଣି ଭୁଲ କରୁଛି, ପୁଣି କରୁଛି, ଏମିତି ଭୁଲ କରି କରି ସେ କଣ କରୁଛି? ଗୋଟେ ଶିକ୍ଷାକୁ ବା ଗୋଟେ ଜିନିଷର ନିର୍ମାଣ କାର୍ଯ୍ୟକୁ ସେ ନିଜେ ଶିଖୁଛି। ଏଇଟା କଣ ହେଇଗଲା? ସେ ଶିକ୍ଷା ନେଲା, ନିଜ ଭୁଲରୁ ନିଜେ ଶିଖୁଛି, ନିଜ ଭୁଲ କରୁଛି, ପୁଣି ଶିଖୁଛି। କଣ ଏଠାରେ କୁହାଯାଇଛି ଦେଖନ୍ତୁ, ଲର୍ନର ବିଲ୍ଡସ୍ ଦେୟାର ଓନ୍ ନଲେଜ ଅଣ୍ଡରଷ୍ଟାଣ୍ଡିଂ ଥ୍ରୋ ଏକ୍ସପିରିଏନ୍ସ। ଯୋଉ ଭୁଲ କରୁଛି ଶିଖୁଛି, ଭୁଲ କରୁଛି ଶିଖୁଛି, ସେଠୁ କଣ ସେ ଏକ୍ସପିରିଏନ୍ସ ନଉଛି। ପିଲା ଯେତେବେଳେ ଭୁଲ କରୁଛି, ସେ ଏକ୍ସପିରିଏନ୍ସ ନଉଛି ଯେ ଏଇ ଜାଗାରେ ଏଇଟା ଦେଲେ ଏଇଟା ଗଢି ହେଇଥାନ୍ତା, କିନ୍ତୁ ମୁଁ ଭୁଲରେ ଏଇ ଜାଗାରେ ଏଇଟା ଏଇ ଯୋଉ ଯୋଡିଦେଲି ଆଉ ଗୋଟେ, ଯଦ୍ୱାରା ତା ଭୁଲ ହେବା ଫଳରେ ସେ କଣ କରୁଛି? ତାକୁ ରେକ୍ଟିଫାଏ କରିକି ସେ ପୁଣି ଆଉ ଥରେ ନୂଆ ଜିନିଷଟା ଲଗାଉଛି। ଏମିତି ଭୁଲ କରି କରି ଯେତେବେଳେ ଏକ୍ସପିରିଏନ୍ସ ନେଇ ସାରିଲା ପରେ ସେ ଜାଣି ଯାଉଛି କି ନାଇଁ ଏଇ ଜାଗାରେ ଏଇଟା ଲଗେଇଲେ ସିଏ ଠିକ ମତେ ଯୋଡିକି ମାନେ ଜିନିଷଟା ଆସିବ ମୋର। ତେଣୁକରି ପିଲା ଭୁଲ କରି କରି ନିଜେ ଶିଖୁଛି। ସେଇଟାକୁ କଣ କୁହାଯାଏ? ସେ ନିଜେ ଭୁଲ କରିବା ଦ୍ୱାରା ସେ ଯୋଉ ଏକ୍ସପିରିଏନ୍ସ ପାଉଛି, ଏକ୍ସପିରିଏନ୍ସ ପାଇବା ଦ୍ୱାରା ସେ ଗୋଟେ ଶିକ୍ଷାଦାନ ହାସଲ କରୁଛି। ଯେତେବେଳେ ସେ ସକ୍ସେସଫୁଲ ହେଇଯାଉଛି, ତା ମନ ଖୁସି ହେଇଯାଉଛି, ଯଦ୍ୱାରା ସେ ଶିକ୍ଷାଦାନଟା ତା ଅନ୍ତର୍ଭେଦକୁ ପଳଉଛି। ଏକ୍ସାମ୍ପଲ, ଲର୍ଣ୍ଣିଂ ବାଇ ଡୁଇଂ ଏକ୍ସପେରିମେଣ୍ଟ। ଲର୍ଣ୍ଣିଂ ବାଇ ଡୁଇଂ, ଦେଖନ୍ତୁ ମୁଁ ଯୋଉଟା କହିଲି, ଯୋଉ ଗୋଟେ ପିଲା କରି କରି ଶିଖେ, ସେ ଭୁଲ କରିବ, ତାପରେ ଯାଇକି ସିଦ୍ଧାନ୍ତରେ ପହଞ୍ଚିବ। ଏକ୍ସପେରିମେଣ୍ଟ, ଆଜିକାଲିକା ପିଲାମାନେ ଆପଣ ମାନେ ଦେଖୁଥିବେ, ସବୁ ରିଲ୍ ସର୍ଟ ସବୁ ଦେଖିକି କଣ କରୁଛନ୍ତି? ସେମାନେ ଯୋଉ ଏକ୍ସପେରିମେଣ୍ଟ ସବୁ କରୁଛନ୍ତି, କେଠି ଯାଇକି ପାଣିରେ ଯାଇକି ଟିକେ ତେଲ ଢାଳିକି ନିଆଁ ଲଗେଇଲେଣି, କେଠି କଣ ଏମିତି ସବୁ ଏକ୍ସପେରିମେଣ୍ଟ କରୁଛନ୍ତି। ଏଇଟା କଣ? ସେମାନେ ନିଜେ କୋଉଠି ଦେଖିଛନ୍ତି, ସେ ଜିନିଷକୁ ତାଙ୍କ ମାଇଣ୍ଡରେ ରିଫ୍ଲେକ୍ଟ ହେଇଛି, ଯୋଉଟା କି ସେମାନେ ଅବଜରଭେସନ ଥ୍ରୋରୁ ଶିଖିଛନ୍ତି। ଅବଜରଭେସନ କରିବା ପରେ ସେମାନେ ସେଇ ଜିନିଷକୁ ନିଜେ ମାନେ କରୁଛନ୍ତି। ସେ ଜିନିଷକୁ ନିଜେ କରିବା ଫଳରେ କଣ ହଉଛି? ସେମାନେ ସେଇଠୁ କିଛି ଶିଖୁଛନ୍ତି। ଯଦି ଭୁଲ ହେଲା, ପୁଣି ତାକୁ ଦେଖୁଛନ୍ତି ସେ ଭିଡିଓକୁ, ପୁଣି ଆଉ ଥରେ ତାକୁ ଯାଇକିରି ଅନ୍ୟ କିଛି ଜିନିଷ କରୁଛନ୍ତି, ଆଉ କିଛି ଜିନିଷ ଉପାୟ କରୁଛନ୍ତି, ଯୋଉଟା ଦ୍ୱାରା ସେଟା ସେମାନେ ସକ୍ସେସଫୁଲ ହେଇପାରିବେ। ଲାଷ୍ଟରେ କଣ ହଉଛି? ସେମାନେ ସକ୍ସେସଫୁଲ ହଉଛନ୍ତି। ଶିକ୍ଷାର୍ଥୀ ନିଜ ଅନୁଭବ ଦ୍ୱାରା ଜ୍ଞାନ ଗଠନ କରନ୍ତି। ନିଜ ଅନୁଭବ, ଯୋଉ ଏବେ ଗୋଟେ ପିଲାକୁ ଆପଣ ମାନେ ଯଦି ଗୋଟେ ଆଇରନ୍ ଦେଇଦେବେ, ସେ ପ୍ରଥମେ ଆଇରନରେ ଖେଳୁଥିବ, ତାପରେ ଆପଣ ତାକୁ ମନା କରିବେ ଯେ ନାଇଁ ଆଇରନକୁ ଛୁଇଁଲେ ଏମିତି ଏମିତି କରେଣ୍ଟ ମାରେ, ସେ ଶୁଣିବ ନାହିଁ। କିନ୍ତୁ ଯଦି ଥରେ ଆପଣ ଚେଙ୍କେଇ ଦେଲେ ଆଙ୍ଗୁଳିଟିକୁ ନେଇକି ତାକୁ, ସେ ଆଉ ଥରେ ଛୁଇଁବ କି? କଣ ପାଇଁ? ସେଟା ସେ ଏକ୍ସପିରିଏନ୍ସ ପାଇଲା କି ନାଇଁ ଆଇରନକୁ ଯଦି ଗରମ ଥିବ ତାକୁ ଧରିଲେ ଚେଙ୍କା ମିଳେ, ସେ ନେକ୍ସଟ ଟାଇମ ଆଉ ସେ କାମ କରିବ କି ନାଇଁ? ଏ ଦ୍ୱାରା କଣ ହେଲା? ସେ ନିଜ ଏକ୍ସପିରିଏନ୍ସ ଦ୍ୱାରା ସେ ଜିନିଷ ଜାଣିଲା, ଶିକ୍ଷାଦାନ ମାନେ ଗ୍ରହଣ କଲା କି ନାଇଁ ଗରମ ଆଇରନକୁ ଛୁଇଁବିନି, ଯୋଉ ଦ୍ୱାରା କରେଣ୍ଟ ମାରିବ। ଏବେ ଚାଲନ୍ତୁ ଦେଖିବା କୋଲାବରେଟିଭ ପେଡାଗୋଜି। କୋଲାବରେଟିଭ ପେଡାଗୋଜିର ଅର୍ଥ କଣ? କୋଲାବରେସନ ଗୋଟେ ୱାର୍ଡ ଆସୁଛି, ଆପଣ ମାନେ ଶୁଣିଥିବେ କୋଲାବରେସନ। କୋଲାବରେସନ କଣ? ଜଣକୁ ନେଇକି ହେଇଥାଏ? କେବେ ବି ହେଲେ ବି ଜଣକୁ ନେଇକି ଗୋଟେ କୋଲାବରେସନ ହୁଏନି। 2 ଜଣ, ତଦୁର୍ଧ୍ୱ 3 ଜଣ, ତାପରେ 4 ଜଣ, ଆମେ ଏମିତି ସବୁ ସଂଗଠନ ହେଇକି ଗୋଟେ କୋଲାବରେଟ କରିଥାଉ।
जो एबे आपण मैंने देखुथिबे इंस्टाग्राम रे गोटे कोलाबरेशन रो ऑप्शन आसे कोलाबरेट काहा को आपण रखिबे जो माने कि आपण को जिंस को शेयर करिवे आपण जो पोस्ट करचन ताको शेयर करिवे सेही कोलाबरेशन माने कोन सी आपण को जिंसटा को निजे निज आईडी माध्यम रे शेयर कला तो गोटिए जिंस को एठी दुई जण शेयर करचंदी ताठारु तीन जण हे गले चार जण हे गले ए माने शेयर करचन तो केते जनकर समिश्रण रे गुटे जिनिस रूपायन है बा गुटे जिनस प्रतिफलित है सेटा को आमे कोन कहंती कोलैबोरेटिव पेडागोजी स्टूडेंट्स लर्न बाय वर्किंग टुगेदर जोठी स्टूडेंट्स माने कोन करंती मिलिकी मिसिकी माने काम निज भितर काम करिकी से माने कोन करंती सिखंती गोटे जिनिस को एबे आपण माने देखिथिबे गोटे प्रोजेक्ट मु जेमती कहली गोटे निर्माण पिला मानकु जतेबेले दिया जाय जे कौन करवा पिला माने जतेबेले छोट थांती तांको सांग मानकु डाकी सबू जो गोटे गोटे छोटिया छोटिया जिनस सब डंगा तैयारी करंती ये करंती अच्छा से माने कहते एटा तू केमती बनैथिलु मते टिके सिखै देलु से डंगा निर्माण करिकी ता सांग को सिखै देबो तापरे कोन से गोटिए डंगा को बनेबा पई कोन हेबो दुई जण सारा लागिले तो दुई जण सारा को जिनस लागिले गोटे डंगा पई जो द्वारा कोन से माने डंगा बनैबार शिक्षा दान को दुई जण सारा सिखि गले एग्जांपल टीम वर्क पीयर लर्निंग टीम वर्क जो टीम द्वारा आम गोटे कार्य करती गोटे टीम को नहीं आम जिते गोटे कम करूँ जमी क्रिकेट खेल हो गला क्रिकेट रे कौन जड़े खेलती कि ना क्रिकेट रो गोटे टीम थाए समस्ते बनाती निज निजर गोटे टीम बनईकी से उद्देश्य कौन थाए खेल थाए जदि से टीम भितर कहीं जड़े त्रुटि कर दूची खेलिबारे सेठू एक्सपीरियंस वाला जे थिबे से तांकू कहिबे कोन जे नाई तू एई जगह भूल करूचु या को आउ थरे ठीक कर तो सेठू कोन सेठू शिक्षा मिले सबू से टीम रु से माने शिक्षा ग्रहण करंती जे कम जानिथिबो से बेसी वालाठू शिखिबो जे बेसी वाला भी जे जानिथिबो से कम वालाठू बेले बेले शिखिबो एमती सबू कोलैबोरेटिव पेडागोजी रे एई भली शिक्षादान प्रक्रिया रही थाए छात्र माने मिसिकी काम करंती एबे चलंतु देखिबा आमे इम्पोर्टेंस आमे पेडागोजी रो आवश्यकता हमकु काहेकी पेडागोजी बाबद रे जानिबा हमकु काहेकी दरकार हेल्प टीचर्स प्लान इफेक्टिव लेसन्स गोटे टीचर को कौन करे है गोटे इफेक्टिव लेसन प्लान तैयारी करिवारे सहाय्य करे देखंतु मु जेमती आपण मानकु कहिथिली कि गोटे शिक्षा माने जो कोठरी रे आमे जो क्लासरूम कहूची से प्रत्येक शिक्षार्थी एका भलिया नथांती प्रत्येकंकर बुझिबा शैली गोटे जिनस को माने निजको ग्रहण करिबा शैली भिन्न भिन्न रही थाए तेणु करी प्रत्येक पिला को जेमिति गोटे जिनस बुझिबार सहायक होबो सेई भली जिनस को शिक्षक क्या द्वारा पाती पेडागोजी द्वारा जो द्वारा पेडागोजी जानिबा द्वारा शिक्षक से जिनस को अनुभूत कला परे से भलिया गोटे लेसन प्लान बनैबे जो भलिया जो थिरे सबु शिक्षार्थी को गोटे माध्यम रे शिक्षादान कले से माने भी बुझी पारुथिबे शिक्षक भी बुझी पारुथिबे जो द्वारा कौन हम पाठ शिक्षादान पद्धति साफल्य अर्जन करिवो तेणु करी पेडागोजी एथिरे टीचर को हेल्प करूची इम्प्रूव टीचिंग लर्निंग क्वालिटी एथिरे कौन होची टीचिंग लर्निंग क्वालिटी रो जो इम्प्रूवमेंट होची धरा जाऊ देखंतु आगो काल रे मु जदी टीचर सेंटर्ड कथा कहि देबी आपण मानकू आगो काल रे कोन होतला टीचर केवल पाठ पढ़े कि शिक्षकता कर देकी पढ़ेबे स्टूडेंट माने किछि नै स्टूडेंट माने पेसी भलिया बसिथिबे किंतु पेडागोजी द्वारा आमे जानि परिबु को शिक्षादान पद्धति अवलंबन करिले गोटे शिक्षार्थी मध्य से जो अपलता द्वारा सफल होई परिबो जने शिक्षक मध्य से जिनस को ग्रहण करला परे से भल शिक्षादान करि परिबे जने शिक्षक जतेबेले गोटे भल शिक्षादान पद्धति को व्यवहार करी जने शिक्षार्थी मानकु शिक्षादान करिवे सेतेबेले शिक्षार्थी माने भी भल भाबरे ग्रहण कले शिक्षादान प्रोसेसटा को गोटे विषयटी को से माने भल भाबरे बुझिले भल भाबरे बुझिला परे कोन हैला सेमानकर जतेबेले इवैल्यूएशन होबो सेतेबेले पिला माने भल रिजल्ट करिवे जो द्वारा कौन होची गोटे टीचिंग लर्निंग रो क्वालिटी बढ़ुची गोटे जो शिक्षकता करूछंती शिक्षक बुझिया रहिले शिक्षार्थी शिक्षक माने आदान माने प्रदान करूछंती शिक्षार्थी माने ग्रहण करूछंती ए आदान प्रदान रो माध्यम जतेबेले भल रहउची जो द्वारा टीचिंग लर्निंग प्रोसेस हमर क्वालिटी बढ़ुची एनकरेजेस क्रिटिकल एंड क्रिएटिव थिंकिंग जोटा आमे सिखिलु कंस्ट्रक्टिव जो पेडागोजी रे
कौन शिखिलु आमे गोटे पिला कौन करुची निजे भांगुची भूल करुची पुणी सेथु शिखुची पुणी निजे भूल करुची सेथिरे से कौन लगौची निज बुद्धि लगौची जेतेबेले आमे ताकू थरे शिखई देलु से पुणी थरे करुची भूल करुची पुणी आउ थरे करुची भूल करुची किंतु एमिति भूल करिबा परे से निजे सिद्धांत रे पहुंचुची ना नहीं तो सेटा तार कौन सेटा सेतिरे से क्रिटिकल निजर ब्रेन को यूज करुची केतेक पिला देखिबे थिबे सेमाने सेमानकु छोट छोट जिंस काठीटे दे देबे ये सेतिरे सेमाने बहुत सुंदर सुंदर जिंस गठन कर दियंती सेमाने बहुत सुंदर जिंस बनै आनी कि शिक्षकों को देखांती कि देखंतु मो इटा बनैची एइथुरु इटा तो सेटा कौन रहिला सेमाने क्रिटिकाली क्रिएटिवली से जिनस को जदि शिक्षक से कौन कर पिला मानकु से एनकरेज करुँच नाई तुम्हें भल कल आहरी कर जो थे जोड़ा लिखाई कंस्ट्रक्टिव प्रोसेस जो पिला जिते बड़े भूल करी ठीक करी शिक्षकों को जाकि देखा शिक्षक से माने प्रेज करुँच गोटे माने कौन गोटे शिक्षार्थी खुशी होची जद्वारा से कौन निजर से जो प्रोसेस रे से जो क्रिटिकल रहीगला क्रिएटिव थिंकिंग से ताको आहुरी बेटर करिवारे लागि शिक्षक एटारे मते प्रशंसा करछुंदी आउ थरे मु से जिंस को करिवि आउ गोटे जिंस करिवि एमती टीचर को नेकी देखैबि बिल्ड्स बेटर टीचर स्टूडेंट रिलेशनशिप जदि गोटे शिक्षादान प्रणाली पद्धति भल रहिला से जो उपकृत होउचंदी शिक्षक किंबा शिक्षार्थी से माने भी माने डेवलपमेंट हो ना तांकर शिक्षक जो शिक्षा पद्धति अवलंबन करी पिला माननकु पाठ पढ़ांती जदि पिला माने मध्य सेही शिक्षादान पद्धति द्वारा विषयटी को किबा टॉपिक टी को बुझिबारे माने सक्सेसफुल हे गले पिला माने बुझी गले तो कौन है से माने जतबे बुझी जाउचंती तांको इभालुएशन रहउची तांको परीक्षा होउची से परीक्षा रे से माने भलो रिजल्ट करूचंती जहा फल से सफलतार श्रेय से माने काहा को देबे से माने जो शिक्षकों ठारू बुझीथिबे तांको श्रेय देबे जहा फल कौन रहउची एई भई संपर्क द्वारा जने शिक्षार्थी मध्य गोटे ट्रस्ट बिल्ड कर दउची टीचर को प्रति जे नाई मु एई टीचर को पाखरे पढ़िबी जो द्वारा से मते पाठ पढ़िचंदी मु सक्सेसफुल हेची आ गोटे शिक्षक मध्य खुशी होउचंदी जहा तांको पाठ पढ़ा द्वारा केतेक पिला उपकृत होई परिचंती जो द्वारा कौन रहउची टीचर स्टूडेंट रिलेशनशिप बेटर होउची एतिकी रहिला आम पेडागोजी रो विषय वस्तु जदि आपण मानक मध्यरु केही पेडागोजी टॉपिक टी को बुझी परनथि किबा आपण मानक किछि कंफ्यूजन रहि जाइथिबो आपण माने मते कमेंट्स रे कहि परिबे आ जदि भलो लागिथिबो वीडियो तेबे लाइक शेयर सब्सक्राइब करि देबे एवं आपणक भल पाइबा मो पई एकांत काम्य जेहेतु मु नुआ करिकी एई चैनल रे अछि तेणु करी किछि त्रुटि रही गले मो द्वारा जदि किछि त्रुटि रही जाइथिबो आपण माने मते ताहा कहि परिबे जो द्वारा मु से त्रुटि को अवलंबन करी आउ किछि बेटर करि परिबी किबा आउ किछि बेटर आपण मानको शिक्षा करि परिबी धन्यवाद समस्तଙ୍କୁ थैंक यू।